ତମ ପାଇଁ। ଇଏ କଣ ବାପା? ଆଡେ ତ ମନ୍ଦିର ନାହିଁ। ଆରେ ପବନା, ଗାଁ ସାରା ଗୋଟେ କଥା ଡିବ୍ ଡିବିଆ ହେଇ ବାଜୁଛି ଜାଣିଛୁ? କଣ ବା? ଇଏ ଗାଁ ସାରା ବାଜୁଛି କଣ? ସ୍ୱଚ୍ଛ ଭାରତ ହେଲା, ସରକାର ଏତେ ଲାତିନି ଦେଲେ କିନ୍ତୁ ସ୍ୱଚ୍ଛ ଭାରତର ସବୁ ଯାକ ବିଫଳତା ଆମରି ଗାଁରେ। କଣ ଜାଣିଛୁ? ନା ତ। ଇରେ ଘଟଣା ଏମିତି ହେଇଛି, ମୁଁ ଛକ ବଜାର ଯୁଆଡେ ଯାଉଛି ସବୁଠି ଆଲୋଚନା ଯେ ଗାଁ ସାରା ଆଉ ଚାଲି ହବନି, ଖାଲି ଗନ୍ଧମୟ ଆଉ ପରିବେଶ ପୁରା ଦୂଷିତ। ଇରେ ଏମିତିରେ ମୁଁ ଯାହା ଫସଲ କରିଥିଲି ସେ ଫସଲ ତିଆରି ଆଉ ଛାଡ଼ିନାହାନ୍ତି। ତା ଛଡ଼ା ରାସ୍ତାଘାଟ ତ ଯାହା ରାସ୍ତା କରୁଛନ୍ତି, ମୁଁ ଆଉ ଟୋଟାଲି ସେ ବାରିକି ବି ଯାଇପାରୁନି, ଏତେ ଦୁର୍ଗନ୍ଧ। ଦାଦା, ମୋ ବୋଉ ବା କହୁଥିଲା ଆମ ବାରିରେ କିଏ ସିନ୍ଦୁଡ଼ା ହଗୁଛି। ସତରେ? ହଁ ବା, ତମ ବାରି? ଆମ ବାରିରେ ବି ବୋଉ କହୁଥିଲା କିଏ ଗୋଟେ ହଗୁଛି। ସେଇଆ ଆଉ। ଆଜି ଧରିବା ତାକୁ, କାହିଁ କହିଲ? ଆଜି ଜଗିବା, ଗାଧୁଆଳ ଜଗିବା। ନ ଜଗିଲେ ତାକୁ ଏମିତି ପୁରସ୍କାର ଦବା ଯିଏ ସବୁଦିନ ପାଇଁ ମନେ ରଖିବ, ଯେମିତି ଗିନିସ୍ ବୁକ୍ ରେକର୍ଡରେ ତା ନାଁ ରହେ ସେଇଭଳିଆ ରହିବ। ଆଉ ଏମିତି ଇଜ୍ଜତ ଯିବ, ଏମିତି ବେଜିତି ହବ, ଅଖା ଧୋଉଥବ ଗୁଣ ଗାଉଥବ। ବର୍ତ୍ତମାନ ସମୟରେ ପରିଷ୍କାର ସବୁଠି, କିନ୍ତୁ ଆମ ଗାଁ ଏତେ ପ୍ରଦୂଷିତ, ବାହାର ଲୋକ ଡିବଡିବା ବଜେଇବେ। ଦେଖିଲା ବେଳକୁ ଆମେ ରାସ୍ତାଘାଟରେ ଆଉ ଚାଲିପାରିବାନି। ଏଠି କ'ଣ ସ୍ୱଚ୍ଛ ଭାରତ ପୁରା ଫେଲ୍ ହେଇଯିବ? ନା, ତାକୁ ଆମେ କରେଇବା ଦବାନି। ସେ ଲୋକ କିଏ ବାଟ ହଗୁଛି ତାକୁ ଧରିବାକୁ ପଡ଼ିବ। ରାସ୍ତାଘାଟ ଚାଷ ଜମି କିଛି ଛାଡୁନି। ଖାଇଗୋ ସେ କେତେ ଖାଉଛି, କେତେ ହଗୁଛି, ସେ ବୋଧେ ପୁରା ମାଗଣା ଖିଆଟା ଆଉ। କି ଗରମ, ଏ ଗରମକୁ ଆଡ଼େ ପୁଣି ପାୱାର କଟ, ଭାରି କଷ୍ଟ ହଉଛି। ଏ ଲାଇନ୍ ବାଲା ବି ବାର ଲାଇନ୍ କାଟି ଦେଉଛନ୍ତି। କାଲି ଯାଇଥିଲି ଗୋଟେ ମାଗଣା ଭୋଜି ଯେ, ଭୋଜି ଖାଇକିରି ପେଟଟା ପୁରା ଖରାପ ହେଇଯାଇଛି। ସକାଳୁ 3 ଥର ଝାଡ଼ା ଗଲିଣି, ଯେତେ ମେଡ଼ିସିନ ଖାଇଲେ ବି ଏ ଗରମରେ କାମ କରୁନି। ଯାଉଛି ପୁଣି ଆଉ ଟିକେ ମାରିଲାଣି, ଯାଉଛି ଟିକେ ପଳେଇ ଆସେ ଆଉ। ଯାଉଛି ଟିକେ ଆସେ ଆଉ। ପେଟଟା ଜୋର କାଟିଲାଣି, ଯାଉଛି ବାରିଆଡୁ ଆସେ ଆଉ। ଶୁଣିଲୁ, ସିଏ କହିଲାଣି ବାରିକି ଯିବ। କାହିଁ କହିଲୁ? ଆମେ ତ ଆଜି ଆଲୋଚନା କରୁଥିଲେ ସକାଳେ ଯେ କିଏ ଝାଡ଼ା ବୋହୁଛି, ରାସ୍ତାଘାଟ ଆଉ ମାନୁନୁ, ଆମେ ପୁରା ରାସ୍ତା କରିଦେଉଛୁ, ବାରି ଘର କୋଉଠି ଗୋଡ଼ ବୁଲିବାକୁ ଜାଗା ନାହିଁ, ଅପରିଷ୍କାର କରୁଛି ଯେ ଏମିତି ଦୁର୍ଗନ୍ଧ ସାଂଘାତିକ। ଆମେ ଆଜି ଜଗିବା, କାହିଁକି? ସିଏ ତ ଏଠି କହିଲାଣି ବାରିକି ଯିବ, କାଳେ ହେଇଯିବ କି କ'ଣ? ଚାଲେ, କାହିଁକି ନା ଏମିତି ଗନ୍ଧ ପାଡୁଛି ଯିନି ବାହାରେ, ଏତେ ଦୁର୍ଗନ୍ଧ। ମାଗଣା ଖିଆଟା ମଟନ ବୋଧେ ଦାବି ଦେଇଥିବ ଆଉ। ଚାଲେ, ବାରିରେ ଜଗିଲେ ଧରା ତ ପଡ଼ିଯିବ ଆଜି ଆଉ। ଚାଲ 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 ଚାଲ। ପଛରେ କିଏ ଆସିଲା ଭଳିଆ ଲାଗୁଛି? ନାଇଁ, କେହି ନା। ହଉ ଯିବା ଆଉ। ଆଜି ମୁଁ ଏଇଠି ବଇଛି, କିଏ ଝାଡ଼ା ଆସିବ ଆସୁ। ସମସ୍ତଙ୍କୁ ଡାକିବି, ତାକୁ ଆଜି ଧରେଇବି। ଯାହା ହଉ କେହି ନାହାନ୍ତି ଆଉ। ଯାଉ ଝାଡ଼ା ଟିକେ ବସି ପଳେଇବି ଆଉ। ଦେଖିଲେ ସାଙ୍ଗ ହେଇକି ଆଇଲେ ପଛେ ପଛେ, ଏଇ ବାରିକି ଆଇଛି, ଏ ବାରିରେ କୋଉଠି ଗୋଟେ ବସିଥିବ। ତା ଛଡ଼ା ମୁଁ ଆମ ପିଣ୍ଟନକୁ କହିଥିଲି ଜଗିବା ପାଇଁ, ସେ ନିଶ୍ଚିତ କୋଉଠି ଏଇଠି କୋଉଠି ଜଗିଥିବ। ଦେଖିଲି ସେ କୋଉଠି ଥବ, ହେଇବା ଜଗିଛି ଆଉ। କୋଉଠି ଅଛି, କୋଉଠି? ସିଆଡେ, ତୁ ଓହ୍ଲେଇ ପଡ। ଓହୋ, କି ଶାନ୍ତି। ଯାହା ହଉ କିଏ ତ କୋଉଠି ଦେଖୁନାହାନ୍ତି ଆଉ। ଯାହା ହଉ କେହି କୋଉଠି ନାହାନ୍ତି, ଯିବା ପଳେଇବା। ହେଇଲାଣି ଆଉ, ବଇଥିଲା ଇଏ ଆମରି ବାରିରେ ବସିଯାଇଛି, ପଳେଇ ଯାଇଛି ଜଣା ପଡୁଛି ଆଉ। ଚାଲ ଆଜି ତାକୁ ସମ୍ବର୍ଦ୍ଧନା କରିବା ଆଉ। ଇଏ କଣ ବାପା? ଆଡେ ତ ମନ୍ଦିର ନାହିଁ, ଏ ହାର କଣ ହବ? ତମ ପାଇଁ।
ମୁଁ ଏମିତି କଣ କଲି କି ବାପା? ଏ ହାର ତମ ପାଇଁ କାହିଁକି ନା ତମେ ଯେହେତୁ ଆସିକିରି ଆଉ ବାଟଘାଟ ରଖୁନ ଏମିତି କରୁଛ ସ୍ୱଚ୍ଛ ଭାରତ ଯେମିତି ଏଠି ସଫଳ ହେଇଗଲା ଆମ ଗାଁରେ ଆଉ ଲୋକ ବାଟ ଚାଲି ପାରୁନାହାନ୍ତି ତା ଛଡ଼ା ଛକ ବଜାରରେ ଟୁପୁରୁ ଟାପୁରୁ ହଉଛନ୍ତି ଯେ ଅମକ ବାଟ ହଗୁରା କିଏ ବାଟରେ ହଗୁଛି ତା ନାଁ ଜଣା ନାହିଁ ହାଲା ହେଇଥିଲା ସୋସିଆଲ ମିଡ଼ିଆରେ କ'ଣ ନା ଅଜଣା ଜନ୍ତୁ ମେଣ୍ଢା ଖାଉଛି ସେମିତି ଆମର ଏଇଠି ହାଲା ହେଇଛି ସବୁଠି ଅଜଣା ବ୍ୟକ୍ତି କିଏ ଯାହାକି ରାସ୍ତାଘାଟ ଆଉ ରଖୁନି ଅପରିଷ୍କାର କରିଦେଉଛି ଯାହାକି ଝାଡ଼ା ବସି ଆଉ ରଖୁନି ଗାଁ ସାରା ପୁରା ହାଲା ହେଇଛି ଗାଁରେ ଚାଲିଲେ ତମକୁ ଭଲ ଲାଗିବ ଆରେ କ'ଣ କହୁଛ ଫୁଲମାଳ ପିନ୍ଧେଇବା ଆରେ ବାପା ମୁଁ ଆଜି ପ୍ରଥମ ଥର ପାଇଁ ଆଇଥିଲି ଝାଡ଼ା ଲାଗିଲା ମୁଁ ପଳେଇ ଆଇଛି ଆଉ। ତମେ ପ୍ରଥମ ଆସ କି ଦ୍ୱିତୀୟ ଆସ ଆଜି ତ ଧରା ପଡ଼ିଛ ତମେ ଆଉ ଆରମ୍ଭରୁ ସକାଳୁ ମୁଁ ଆକୁ ଛାଡ଼ିକିରି ଯାଇଥିଲି କିଏ ବସୁଛି ଦେଖିବା ପାଇଁ ଆଉ ଇଏ ଆଜି ଯାହା ଦେଖିଲା ଆମେ ବି ତାହା ଦେଖିଲୁ ଆଚ୍ଛା ଦାଦା ତମର ଯଦି ଏତେ ମନ ଭିତରେ ଏତେ କଥା ଥିଲା ଆମକୁ ଏତେ ଦହଜ କରୁଛ କାହିଁକି ସ୍ୱଚ୍ଛ ଭାରତ ଲାଟିନ ସବୁଠି ଦିଆହେଲା ତମେ କ'ଣ କରିନ ଆରେ ତମେ କରିଦେଲେ ଏ ପରିବେଶ ଆଜି କ'ଣ ଏମିତି ହେଇଥାନ୍ତା ନା ଆମ ଗାଁ ଲୋକ ଏମିତି ଟାଇଟ୍ ଅପରା କରି ଗପିଥାନ୍ତେ ଆଉ ତା ଛଡ଼ା ଏ ଯେଉଁ ନାକ ଗନ୍ଧ ଏ ମଣିଷ ଭୋଜି ଭାତ ବି ଖାଇପାରୁନି ତମେ କୋଉଠୁ ଯାଇକିରି ଖାଇକିରି ଆଇଛ ଯେଉଁ ପାଡ଼ ଗନ୍ଧ ଏଠି ବି ତମେ 2 ଥର ପାଡ଼ି ସାରିଲଣି ଯେଉଁ ଗନ୍ଧ ଆମେ ତ ରହିପାରୁନି ଏ ଗାଁ ଲୋକ ରହିବେ କେମିତି ଆଜି ତମକୁ ସମର୍ଥିତ ଆମେ କରିବୁ କ'ଣ କହୁଛ କରିବା ଆରେ ବାପା ଏତେ ସମ୍ମାନ କାହିଁ ଦରକାର ଥାଉ 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 ଏ ଦିଅ ବେ ପକ୍କା କାନ୍ଧରେ କେତେ ବଢିଆ ଲାଗୁଛି ଦାଦାଙ୍କର ଯୋଉ ଭଳିଆ ସମ୍ମାନ ଅଛି ଇଏ ସମ୍ମାନ ଆହୁରି ଦ୍ୱିଗୁଣିତ ହେଇଗଲା ଲୋକମାନେ କାଲି ସକାଳେ ଆହୁରି ଗପିବେ ଯେ ଅମକ ବାରିକି ଝାଡ଼ା ଯାଇଥିଲା ବୋଲି ତାକୁ ଗୋଟେ ସମର୍ପିତ ଗାମୁଛା ସହିତ ଉତ୍ତାରଣ ତା ସହିତ ଫୁଲହାର ଗୋଟେ ଦେଲେ ଆଉ ଇଏ ସମ୍ମାନ କାଲି ସମ୍ବାଦ ସମାଜ ଭୋ ଟିଭି ନି ଟିଭି ତା ଛଡ଼ା ଭାସ୍କର ନ୍ୟୁଜ ଆହୁରି ରଙ୍ଗିଲା କରିବ ନମସ୍କାର ଏ ଭିଡ଼ିଓ ଥିଲା ଆପଣମାନଙ୍କ ପାଇଁ ସଚେତନ ପାଇଁ ପରିଷ୍କାର ରଖନ୍ତୁ ପରିମଳ ରଖନ୍ତୁ ଏବଂ ସ୍ୱଚ୍ଛ ଭାରତ ଗଠନରେ ସମସ୍ତଙ୍କୁ ସହଯୋଗ କରନ୍ତୁ ଗାଁ ହସିଲେ ସହର ହସିବ ସହର ହସିଲେ ରାଜ୍ୟ ହସିବ ଦେଶ ବି ହସିବ ଆଉ ଦେଶ ପରିମଳ ରହିବ ଗାଁ ମଧ୍ୟ ପରିମଳ ରହିବ ଗାଁ ସ୍ୱଚ୍ଛ କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ ଘର ପରିଷ୍କାର ରଖନ୍ତୁ ପରିବେଶ ପରିଷ୍କାର ରଖନ୍ତୁ ରୋଗମୁକ୍ତ ହୁଅନ୍ତୁ ଏ ମେସେଜ ଆପଣମାନଙ୍କ ପାଇଁ ଥିଲା ଏ ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ ସଚେତନ କରିବାର ଥିଲା ଯେ ବାହାରେ ଝାଡ଼ା ବସନ୍ତୁ ନାହିଁ ପରିବେଶକୁ ଦୂଷିତ କରନ୍ତୁ ନାହିଁ ପରିବେଶ ଅମୂଲ୍ୟ ରତ୍ନ ଅଟେ ତାକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ ଆଉ ଦାୟିତ୍ୱ କ'ଣ ଆଜିଠାରୁ ଦାଦା ଶପଥ ଦିଅନ୍ତୁ ମୋତେ କଥା ଦିଅନ୍ତୁ ଏମିତି କାମ ଆଉ କେବେ କରିବେନି ଲଜ୍ଜିତ ହେବେନି କ'ଣ କହୁଛନ୍ତି ନାଇଁ ଆଉ ମୁଁ ସେ ଭୁଲ କରିବି ଆଉ ବାହାରକୁ ଆସିବେ ନାଇଁ ନାଇଁ ଇଏ ଗୋଟେ ହାସ୍ୟରେ ଆମର ଅଭିନୟ ଥିଲା ଆପଣମାନଙ୍କୁ ସଚେତନ କରିବା ଏବଂ ପରିବେଶକୁ ସୁରକ୍ଷା ଆଉ ସ୍ୱଚ୍ଛ ଦେବା ଆଉ ଆଜିଠାରୁ ସମସ୍ତେ ହାତ ଉପରେ ହାତ ଥୋଇ କହିବା ସ୍ୱଚ୍ଛ ଭାରତକୁ ଆମେ ସଫଳ କରିବା।